ପିଲାମାନେ ଆଜି ଆମେ ଦେଖିବା ଦ୍ୱିତୀୟ ନିଜେ କରି ଦେଖ ପାୱାର ପ୍ଲେ ବିଷୟରେ। ତ କ୍ୱେଶ୍ଚନ୍ 1 ନମ୍ବର କ୍ୱେଶ୍ଚନ୍ କ'ଣ କହିଲା? 1 ନମ୍ବର କ୍ୱେଶ୍ଚନ୍ କହିଲା 2ର ପାୱାର 224 ହରଣ 4ର ପାୱାର 32ର ମାନର ଏକକ ସ୍ଥାନରେ ଥିବା ଅଙ୍କଟି କେତେ ହେବ? ଏଇଟା ପିଲାମାନେ ଏମିତି ଜେନେରାଲି ସଲ୍ଭ କରିହେବ ନାହିଁ। କେମିତି ସଲ୍ଭ ହେବ ମୁଁ ଦେଖାଇ ଦେଉଛି। ଏଇଟା ଟିକେ ଟ୍ରିକ୍ ଲାଗିବ। 2ର ପାୱାର 224କୁ 224 ଆମେ ରଖିଲେ ହରଣ 4ର ପାୱାର 32କୁ ଆମେ କ'ଣ ଲେଖିପାରିବା? 2ର ପାୱାର 2, 2 ଦୁନେ 4, 2ର ପାୱାର 2ର ପାୱାର 32, এই 32ଟି ରହିଲା। ଏଟା 4କୁ ଆମେ 2ର ପାୱାର 2 ଲେଖିଲେ ତାହେଲେ କ'ଣ ହେବ? 2ର ପାୱାର 224 ହରଣ 2ର ପାୱାର ଏଟା ଗୁଣନ ହେଇଯିବ। ମୁଁ କହିଥିଲି ଯେତେବେଳେ ପାୱାର ଥିବ ତାହେଲେ ଗୁଣନ ହେଇଯିବ। ତାହେଲେ 32 ଦୁନେ 64। ତାହେଲେ ଏବେ କ'ଣ ହେବ? ଯେହେତୁ ଏଟା ହରଣ ଅଛି ଆଉ ଆଧାର ସମାନ ଅଛି ତାହେଲେ ଏଟା ବିୟୋଗ ହେଇଯିବ। ଗୁଣନ ଥିଲେ ଯୋଗ ହେଇଥାନ୍ତା, ହରଣ ଥିଲେ ବିୟୋଗ ହେଇଯିବ। 224 2ର ପାୱାର 224 ହରଣ 64 ତାହେଲେ କେତେ ହେଇଗଲା? 2ର ପାୱାର 160। ତାହେଲେ ଆମର ଆନ୍ସର୍ ତ ବାହାରି ନାହିଁ, ଏଇଟା ବାହାରିଲା 2ର ପାୱାର 160। କ'ଣ ଆମେ 2କୁ 160 ଥର ଗୁଣିବା? 2 ଗୁଣ 2 ଗୁଣ ଏମିତି କରି 160 ଥର ଗୁଣିକି କ'ଣ ଲାଷ୍ଟ ଟଙ୍କା କରିବା? ନା, ଏଇଟା କେମିତି ହେବ ପିଲାମାନେ ଦେଖ। ଏଠି ଗୋଟେ କନସେପ୍ଟ ମୁଁ ତୁମକୁ ବୁଝେଇମି। ଏଟାକୁ ଲେଖିବା ଦରକାର ନାହିଁ, ମୁଁ ରଫ୍ରେ କରିକି ଦେଖାଉଛି। ଦେଖ, ଯେମିତି 2ର ପାୱାର 1 କେତେ? 2 ହେଉଛୁ। 2ର ପାୱାର 2 4 ହେଉଛୁ। 2ର ପାୱାର 3 8 ହେଉଛୁ। 2ର ପାୱାର 4 16 ହେଉଛୁ। ସେମିତି ଏଇଠି ସରିଲା। ଆ ପରେ ଯେଟା ହେବ ଫେର ଆଉଥରେ ରିପିଟ୍ କରିବ ଏକକ ଅଙ୍କ ସଂଖ୍ୟାଟି। କେମିତି ନା ଦେଖି ଦେଉଛି। ଦେଖ, ଧର 2ର ପାୱାର ମୁଁ 5 ନେନି, 16 ଦୁନେ 32, ଏକକ ଅଙ୍କଟି ସମାନ ହେଲା। ଫେର 2ର ପାୱାର 6 ନେନି, 64, ଏକକ ଅଙ୍କଟି 4 ହେଲା, ରିପିଟ୍ ହେଲା। ଏମିତି 2ର ପାୱାର 7, 64 ଦୁନେ କେତେ? 4 8 12 128। ସେମିତି 2ର ପାୱାର 8 ନେଲେ 16 ରଖିଲା 5। ଦେଖ ପିଲାମାନେ, ଏଇଟା ଗୋଟେ ସାଇକେଲରେ ରିପିଟ୍ ହେଉଛି। 2 4 8 6 2 4 8 6 2 4 8 6। ତ କେତେର ସାଇକେଲରେ ରିପିଟ୍ ହେଉଛି? ଏଇଟା 4ର ସାଇକେଲରେ। ଯଦି ଆମେ 2ର ପାୱାର 9 ଦେବା, 10 ନେବା, 11 ନେବା, 12 ନେବା, ତାହେଲେ ସେମିତି 2 4 8 6 2 4 8 6 ଆସି ଯିବ। ତ ଏଇଟା ରିପିଟ୍ କେତେ ସାଇକେଲରେ ହେଉଛି? 4 ସାଇକେଲରେ ରିପିଟ୍ ହେଉଛି। ତ ଆମକୁ ଏଇଟା ବାହାର କରତେ ଅଛି କେତେ ସାଇକେଲରେ ରିପିଟ୍ ହେଉଛି। ଏଇଟା 4 ସାଇକେଲରେ ରିପିଟ୍ ହେଉଛି 2ଟା। ତାହେଲେ ଆମେ ଲେଖିବା କ'ଣ ଅଛି ତାହେଲେ କ୍ୱେଶ୍ଚନ୍ରେ? ବର୍ତ୍ତମାନ ଲେଖିବା 2ର ଘାତାଙ୍କ ପାଇଁ ଏକକ ଅଙ୍କ। ଦେଖ ଭଲସେ କେମିତି ମୁଁ ଲେଖୁଛୁ। ଏଇଟା ଏକକ ଅଙ୍କ ଚକ୍ର ବା ସାଇକେଲ, যেটা ମୁଁ କହିଲି 4ର ସାଇକେଲ ଏଟା ଇଏ ରିପିଟ୍ ହେଉଛୁ। ଚକ୍ର ହେଉଛି କେତେ? 2 4 8 6। 2 4 8 16 ନୁହେଁ 6। ଆମେ ଏକକ ଅଙ୍କଟା ନେଉଛେ ନା 16। ତା 2ର ପାୱାର 4 ହେଲେ 16 ହେବ ଆନ୍ସର୍। କିନ୍ତୁ ଏକକ ଅଙ୍କ ସାଇକେଲରେ କେତେ? 2 4 8 6। ଏଠି ବି 2 4 8 6। ଏହା ପ୍ରତି 4ଟି ଘାତ ପରେ ପୁନରାବୃତ୍ତି ହୁଏ। 4ଟି ଘାତ ପରେ ପୁନରାବୃତ୍ତି ହୁଏ। ତେବେ এইটি দেখ পিলাମାନେ, ଏଠି যেটি আমার পাওয়ার 2র পাওয়ার 160 ଅଛି না, 160କୁ 4 দ্বারা ভাগ କରିବା। ଦେଖ କାହାକୁ କାହା ସହିତ ଭାଗ ହେଉଛୁ। ଏଠି ଯଦି ଅଲଗା କିଛି ଥାନ୍ତା ତାହେଲେ 2 ଯଦି କହିଛି ତାହେଲେ 4 ଦ୍ୱାରା ହିଁ ଭାଗ ହେବ। କିନ୍ତୁ 3 କହିଥିଲେ ଅଲଗା ହେଇଥାନ୍ତା, ଦେଖତେ ପଡ଼ିଥାନ୍ତା ତା ସାଇକେଲ କେତେ। ତ 2ର ପାୱାର ଯେତେ କହିଛି 160 ହରଣ 4 କରିବା। 40 এটা ଭାଗ ଶେଷ ଓ এটা ଭାଗଫଳ ଓ ଭାଗ ଶେଷ କେତେ ରହିବ? ଭାଗ ଶେଷ 0। ଭାଗ ଶେଷ 0 ହେଇଗଲା ମାନେ ଏକକ ଅଙ୍କଟି 6 ଆସିବ। କେମିତି ଆସିବ ମୁଁ ତୁମକୁ ଦେଖାଉଛି। ଆଗେ ଲେଖିଦେବା ନା? ହଉ, ଆଗେ ମୁଁ ଦେଖାଇ ଦେଉଛି। ଏଠି ଦେଖ, ଭାଗ ଶେଷ ଯଦି 4 ଆସିଗଲା, 0 ଆସିଗଲା, ତାହେଲେ এইটা ଆସିବ। ଯଦି 1 ଆସିଥାନ୍ତା ତାହେଲେ ଏଇଟା ଆସିଥାନ୍ତା। 2 ଆସିଥାନ୍ତା, ଯଦି 2 ଆସିଥାନ୍ତା ତାହେଲେ 4 ଆସିଥାନ୍ତା। ଭାଗ ଶେଷ ଯଦି 3 ଆସିଥାନ୍ତା ତାହେଲେ ଏଇଟା ଆସିଥାନ୍ତା। 4 ତ ଆସିପାରିବ ନାହିଁ, 4 ଆସିଥିଲେ ବି ଏଇଟା ନତା। ଯେହେତୁ 4 ଆସିପାରିବ ନାହିଁ, 4 ବଦଳ 0 ଆସୁଛୁ, ଏଇଟା ନେଉଛୁ ଆମେ। 4 କାହିଁକି ଆସିପାରିବନି? କାହିଁକିନା 4 ଦ୍ୱାରା ହିଁ ଭାଗ କରୁଛୁ। 4 କେମିତି ଆସିବ ଭାଗ ଶେଷ?
तो कौन लिखा जी देख 160 को 4 द्वारा भाग कले भाग शेष 0 हुए। तेबे एकक अंक चक्र फोर्थ बा चतुर्थ स्थान रे रहिबो, जहा कि 6 अटे। कौन कहला 160 को 4 द्वारा भाग कले भाग शेष 0 रहिबो, तेबे एकक अंक चक्रटी 4 नंबर स्थान रे रहिबो। 4 नंबर स्थान एकक अंकटी कि आसु सब 6 आसला। तो पिला माने एटा आमे डायरेक्ट जदि 2 को 224 थर गुणिबा कि 2 को 160 थर गुणिबा ताहले एटा हमको 4 दिन लागि जबो गुणन करते। किंतु एमती करा जिवो देखिले एमती होउची। एबे 2 नंबर क्वेश्चन को जिबा पिला माने जिबा 2 नंबर क्वेश्चन आड़ को। 2 नंबर क्वेश्चन टे बहुत सादा किछि नै एटरे कहला गोटे पात्र रे 5टी बोतल रहूची। तो चित्र देखो गोटे पात्रटा मोर एठी मु 5टा बोतल लखु 1 2 3 4 5 चित्र देखिबोनी पिला माने नने पागला हे जिवो। देखो कॉन्सेप्ट बुझ गोटे पात्र 5टा बोतल रहूची एमती 40 दिन पर्यंत गोटे गोटे नुआ पात्र आसला ताने 40 दिन केटा पात्र आसतो पात्र केटा आसतो 40टा पात्र आसतो गोटे पात्र रे 5टा रहूचु 40 गुण 5 520 200 आंसर लिखि दउछु। लिखिबा केमती ना 40 दिन परे मोट पात्र संख्या केते 40। गोटिए पात्र रे रुहे 5टी बोतल ताहले 40टी पात्र केते रहबो 40टी पात्र रे रहिबो 40 गुणन 5 ओकी धारा भी पके पारिया नन जेमती करले हो 520 200 रेवना अतब लिख दबो अतब माउ लिख नाही। अब जीवा 3 नंबर क्वेश्चन आड़ को पिला माने 3 नंबर क्वेश्चन रे कोन कहला निम्नलिखित संख्या को 2 किबा अधिक घातांक गुणफल भाबे 3टी भिन्न उपाय लेख। तो एटा गोटे रहला ताको आउ 3टी केमती उपाय लिखि परिया। तो प्रथमे आको हम लघिष्ठ करिया 64 को लघिष्ठ करिया 2 रे करचु 2 3 6 2 2 4 2 के 2 212 2 8 16 2 14 2 2 1 2 3 4 5 6 6 ताने एटा को हम 64 को 2 रे पावर 6 लिख परिबा किंतु 64 रो पावर समथिंग अछि ऑलरेडी 3 अछि ताहले केमते लिखा देखो 64 को आम 2 रे पावर 6 लिखले रो पावर 3 अछि ताकू तो भूली जबान ना 2 रे पावर जेटा 3 थिला सेटा रहला 64 को आम 2 रे पावर 6 लिखले आ जतले मु कहितले पावर रो पावर थिबो कोन हबो गुणन हे जिवो ताले 2 रे पावर 36 18 एटा गुटे फॉर्म रे रहला। सेमती पुनी थरा हम 64 को एटा 4 रे 2 रे भांगुतले हम 4 रे भांग परिया 4 के 4 6 24 4 4 16 तीनटा हला ताहले सेमती आम लिखि परिबा 64 कोन लिखिबा 4 पावर 3 जेटु 3 हेची तीनटा अछि 4 पावर 3 लिखि परिया ता ऊपर पावर 3 थिला ऊपर 3 अछि तो एटा सेमती 3 को 3 रहला ताने 3 3 9 4 पावर 9 सेमती आउ कोन लिखि परिबा 64 को एटा 2 4 8 रे भांग परिबा 8 टा 64 ताले दी थर अछि माने 8 पावर 2 ताले 8 पावर 2 रो पावर 3 पावर ऊपर जे 3 टा अछि सेटा रहिबो तापरे नेक्स्ट स्टेप एटा गुणी जिवो 8 पावर 3 2 6 ताले 3टा फॉर्म लिख पाले कोन को ना 2 रे पावर 18 4 पावर 9 आउ 8 पावर 6 तीनटा सेर रो आंसर आर आंसर सहित समान हो जदि हमें करिया ठीक अछि।
ଅତଏବ ଲେଖିଦେବା ଏଇ ତିନିଟା। ଏବେ ଟୁଆଇ କରିବା। ଟୁଆଇରେ କହିଲା 192 ପାୱାର 8 ହେଲା, 192 ପାୱାର 8। ସେହିଭଳି 192କୁ ପୁଣି ଆମେ ଭାଙ୍ଗିବା 192। ଏଟା 2ରେ ଫାଷ୍ଟ କାଟିବା, କଟୁଛି 2ର 2 9 18, 212, 2 4 8, 2 8 16, 2 के 2, 2 2 4, 2 4 8, 2 12, 2 6, 2 3। देख ये 3 गुणन 3 पावर थरे अच्छे मैंने एक लिखवानी 3 गुणन 1 2 3 4 5 6, 2 पावर 6, 1 2 3 4 5 6 रो पावर समथिंग जहाँ अच्छे से आम लिखते पड़ो से भूलवानी पावर 8 अच्छी। ताले 192 को आम लिखिपर 3 गुणन 2 पावर 6 रो पावर 8। देख ये केमती हूँ जिते दीटा अच्छी संख्या ताने 8टा आर पावर हम आर पावर हम गुणुला एटी देख ये 1 अच्छी 8 के 8 एमती मुझे कौन कही जदि 3 पावर 1 रो पावर 8 ये अच्छी 1 लिखुने तो खाली 3 लिखचे ना तो ये गुणीज 3 पावर 8 हो सेमती सेमती ये हम 3 पावर यहाँ सहित गुणला थे आ सहित गुण 8 सेमती 2 पावर 6 पावर 8 माने 3 पावर 8 गुणन 2 पावर 848। तो यहाँ गोटे फर्म रहा 848 ठीक अच्छे। सेमती सेमती पुणी आउे यहाँ 4 भांगा 192 को 4 भांगा देखिए कटुच कि ना 4 4 16 18 19 3 32 8 4 32 तो 4 के 4 4 2 8 4 3 12 एटा भी से 3 गोटे गुण रहा 4 3 थर ताहले एटा आम आउ केमती लिखिपर एटा गोटे फर्म गला एटा आउ गोटे फर्म केमती लिखा ना 3 3 थरे अच्छी 4 पावर 3 रो पावर 8 फिर से 3 पावर 8 गुणन डायरेक्ट लिखी ना हो कर दो 3 पावर 8 तो 3 पावर 8 गुणन 4 के 8 3 24 4 पावर 8 के 7 3 24 दीटा फर्म हो गला। एबे आ गोटे फर्म देखिए केमती हो पार यहाँ सेमती आउ थे यहाँ 192 यहाँ 8 भी कट 8 के 8 16 17 18 19 32 32 8 के 8 7 3 24 देख दीटा 8 गोटे 3 ताने केमती लिखा 3 गुणन 8 पावर 2 रो पावर 8 माने 3 पावर 8 गुणन 8 पावर 2 पावर 8 3 पावर 8 गुणन 8 पावर 16 3टा भारी गला एटा 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 सत भी लिखिदेव पिला माने। एबे 3i करिया 3i रे कौन कहला 31 रो पावर -5 देख पे मैंने ये 31 कही 31 एक निजे एक मौलिक संख्या तो या तो लघिष्ठ करहब ना मैंने आपको केमती 3टा फंड लिखिदेव देखिद 31 रो पावर -1 रो पावर 5 भी लिखिपर आम लिखिपर कि ना 5 पुणी मूल संख्या आसीगला एटा को विभिन्न फर्म लिखा आउ कि ना ये आउ केमती लिखिपर ना जेहेतु 31 पावर -5 अच्छे मुझे कहली ऊपर माइनस थी आम 1/31 पावर 5 पे लिखिपर दीटा फर्म होगा एमती आउ गोटे केमती लिखिपर ना 31 पावर -2 गुणन 31 पावर -5 -5 नहीं -3 3 3 कौन कहली गुणन बेले जोग हो 31 पावर -2 प्लस -3 या तो अच्छी ना -2 प्लस -3 ताने 31 पावर -5 होगा पुणी होगा तो एमती गोटे फर्म लिखिपर तो एमती आम विभिन्न फर्म लिखिपर जदि आम चाहिए यहाँ जग वियोग करके 31 पावर धर मुझे लिखिली -6 इंटू 31 पावर खाली 31 लिखिली ताने खाली 31 मैंने कौन 1 अच्छी ताले ये के 31 पावर -5 पुणी हो एमती गोटे फर्म लिखिपर सेमती 1000 फर्म चली आस 31 पावर 7 गुणन 31 पावर 2 से -5 आसचु 31 पावर -5 आसचु एमती आम 50टा लिखिपर किंतु एमती देख मुझे 3-4टा लिखिली। एबे करिया आम 4 नंबर को जीवा 4 नंबर कौन कहला सत्य कि मिथ्या परीक्षा करो जुक्ति दोष माने ठीक भूल अच्छा
ଏଇଟା ପିଲାମାନେ ମୁଁ ଲେଖୁନି ଡାଇରେକ୍ଟ କହିଦେଉଛି। ପ୍ରଥମ ଆଇରେ କ'ଣ କହିଲା ବହିରେ ଦେଖିପାରିବେ ପିଲାମାନେ, ଘନ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ଅଟନ୍ତି, କେବଳ ସତ୍ୟ, ଏଇଟା କେବଳ ସତ୍ୟ। ମୁଁ ଏଠି କେବଳ ସତ୍ୟ କ'ଣ ପାଇଁ କହିଲି, ଠିକ୍ ଭୁଲ ନାହିଁ, ତୁମ ବହିରେ ଅଛି ସତ୍ୟ, କେବଳ ସତ୍ୟ, ନା କ'ଣ କ'ଣ ଅଛି, ସର୍ବଦା ସତ୍ୟ, ବେଳେବେଳେ ସତ୍ୟ, ଆଦୌ ସତ୍ୟ ନୁହେଁ। ଠିକ୍ ଅଛି, ତିନିଟା କହିଛି, ସର୍ବଦା ସତ୍ୟ, ବେଳେବେଳେ ସତ୍ୟ କିମ୍ବା ଆଦୌ ସତ୍ୟ ନୁହେଁ। ତ ଏଇ ଯେ କ୍ୱେଶ୍ଚନଟା କ'ଣ ହେବ ଆନ୍ସର୍, ଦେଖ ପିଲାମାନେ ଏଠି କ'ଣ କହିଲା, ଘନ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ଅଟନ୍ତି। ତାହେଲେ ଆନ୍ସର୍ କ'ଣ ହେବ, ବେଳେବେଳେ ସତ୍ୟ। ମୁଁ ଡାଇରେକ୍ଟ ଆନ୍ସର୍ ଲେଖୁଛୁ, ଆଇଟା ବେଳେ ସତ୍ୟ, କେବଳ ସତ୍ୟ ନୁହେଁ, ଭୁଲ ମୁଁ କେବଳ ସତ୍ୟ କହିଦେଇଥିଲି, ବେଳେବେଳେ ସତ୍ୟ। ବେଳେବେଳେ ସତ୍ୟ କେମିତି, ଇଏ କହିଛି ଯୁକ୍ତି ଦର୍ଶାଅ। ଯୁକ୍ତି ହେଉଛୁ, ଧର ମୁଁ 64 ଏକ କି ସଂଖ୍ୟା, ଘନ ସଂଖ୍ୟା, ଏକ ଘନ ସଂଖ୍ୟା କେମିତି ନା 4 ପାୱାର 3, 4 × 64 ଏବଂ 64ଟା ମଧ୍ୟ 64 ଏକ ବର୍ଗ ସଂଖ୍ୟା। କେମିତି ନା 28ଟା 64, 8 ପାୱାର 2। କ'ଣ କହିଥିଲା ଆମର କ୍ୱେଶ୍ଚନରେ, ତ ମୁଁ ଲେଖି ନାହିଁ, କହିଲା ଘନ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ହୋଇପାରନ୍ତି, ଏହା ବେଳେବେଳେ ସତ୍ୟ। କ'ଣ ପାଇଁ ନା 64 କ୍ଷେତ୍ରରେ ଏଇଟା ଘନ ସଂଖ୍ୟା ବି ହେଲା, ବର୍ଗ ସଂଖ୍ୟା ବି ହେଲା। ଠିକ୍ ଅଛି, ବେଳେବେଳେ କାହିଁକି ହେଲା, ସବୁବେଳେ ସତ୍ୟ କାହିଁକି ନୁହେଁ, ତାହେଲେ ଆଉ ଗୋଟେ ଏକ୍ଜାମ୍ପଲ୍ ନେଉଛି, ମୁଁ 27 ନେଉଛି। 27 ନେଲି, 27 ଏକ ଘନ ସଂଖ୍ୟା। କେମିତି ନା 3 × 9 = 27, 3 × 3, କିନ୍ତୁ ଏଇଟା ବର୍ଗ ସଂଖ୍ୟା ହେଇପାରିବ କି, କୌଣସିକୁ 2 ଥର ଗୁଣିଲେ 27 ଆସିବ ନାହିଁ। ତାହେଲେ ଏଇଟା ବେଳେବେଳେ ସତ୍ୟ, କାରଣ 2ଟା କ୍ଷେତ୍ରରେ ସତ୍ୟ ହେଲା, ଆଉ ଗୋଟେ କ୍ଷେତ୍ରରେ ହେଉନାହିଁ, ତ ଏଇଟା ବେଳେବେଳେ ହେଉଛି, ବେଳେବେଳେ ହେଉନାହିଁ, ତାହେଲେ ବେଳେବେଳେ ସତ୍ୟ। 2i ଭଲସେ ଦେଖ ପିଲାମାନେ, ଏଗୁଡ଼ା ଟିକେ ଠିକ୍ ଭୁଲ କହିଥିଲେ ତୁମେ ମାନେ ବାଦ ଦେଇଥାନ୍ତ, କିନ୍ତୁ 3ଟା କଣ୍ଡିସନ୍ ଦେଇଛି, ବେଳେବେଳେ ସତ୍ୟ, ଥରେ ଅଧେ ସତ୍ୟ, ଏମିତି। ତାହେଲେ ଆଉ କ'ଣ କହିଲା, ଚତୁର୍ଥ ଘାତାଙ୍କ ବିଶିଷ୍ଟ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ଅଟନ୍ତି। କହିଲା ଚତୁର୍ଥ ଘାତାଙ୍କ ବିଶିଷ୍ଟ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ଅଟନ୍ତି। ଏଇଟା ସର୍ବଦା ସତ୍ୟ ହେବ ପିଲାମାନେ, ସର୍ବଦା ସତ୍ୟ। କେମିତି ହେବ ମୁଁ ଦେଖେଇମି, ତ ଏଇଟା ସର୍ବଦା ସତ୍ୟ କେମିତି ହେବ, ଯଦି ଆମେ ଗୋଟେ ସଂଖ୍ୟା ନେଉଛେ x⁴, କହିଲା ଚତୁର୍ଥ ଘାତ କହିଲା, ତ ଚତୁର୍ଥ ଘାତାଙ୍କ ବିଶିଷ୍ଟ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ହେଇପାରିବ। ତାହେଲେ x⁴ ନେଲେ କୁ ଆମେ x⁴ ଲେଖିପାରିବା, ଏଇଟା ଘନ ସଂଖ୍ୟା ହେଲା ନା ବର୍ଗ ସଂଖ୍ୟା ହେଲା। କ୍ୱେଶ୍ଚନରେ କହିଥିଲା କ'ଣ, ଚତୁର୍ଥ ଘାତାଙ୍କ ବିଶିଷ୍ଟ ସଂଖ୍ୟା ଗୁଡ଼ିକ ମଧ୍ୟ ବର୍ଗ ସଂଖ୍ୟା ଅଟନ୍ତି, ହେଇଗଲା ବର୍ଗ ସଂଖ୍ୟା, ସ୍କୋୟାର ଆସିଗଲା ମାନେ ବର୍ଗ ସଂଖ୍ୟା ଆସିଗଲା, ତାହେଲେ ଏଇଟା ସର୍ବଦା ସତ୍ୟ। ଏଇଟା କ'ଣ କହିଲା, ଗୋଟିଏ ସଂଖ୍ୟାର ପଞ୍ଚମ ଘାତାଙ୍କ ସେହି ସଂଖ୍ୟାର ଘନ ଦ୍ୱାରା ବିଭାଜ୍ୟ। ଏଟା ବି ପିଲାମାନେ ସର୍ବଦା ସତ୍ୟ ହେବ। ଭଲସେ ଦେଖ କ'ଣ କହିଲା, ମୁଁ ଲେଖି ସାରି, ସର୍ବଦା ସତ୍ୟ। ଏଇଟା ସର୍ବଦା ସତ୍ୟ କ'ଣ କହିଲା, ଗୋଟିଏ ସଂଖ୍ୟାର ପଞ୍ଚମ ଘାତାଙ୍କ ସେହି ସଂଖ୍ୟାର ଘନ ଦ୍ୱାରା ବିଭାଜ୍ୟ ହୁଅନ୍ତି। କେମିତି ନା ଧର ମୁଁ ଗୋଟେ ସଂଖ୍ୟା ନେଲି x⁴ ପଞ୍ଚମ ଘାତ, x⁴5, ତାକୁ ମୁଁ ଘନ ସହିତ ହରଣ କଲି x⁴3, ତାହେଲେ ହେଇଯିବ x⁴3, 5ରୁ 3 ଗଲେ 2, ମୁଁ ଦେଖେଇ ଦେଉଛି, 5 3 ଯେ x⁴2, ହରଣ ବେଳେ ବିୟୋଗ ହୁଏ, x⁴2 ହେଲା, ତାହେଲେ ସର୍ବଦା ଏଇଟା ସତ୍ୟ ହେବ। କ'ଣ କହିଲା କ୍ୱେଶ୍ଚନରେ, ଗୋଟିଏ ସଂଖ୍ୟାର ପଞ୍ଚମ ଘାତାଙ୍କ ସେହି ସଂଖ୍ୟାର ଘନ ଦ୍ୱାରା ବିଭାଜ୍ୟ ହୁଏ। ଗୋଟିଏ ସଂଖ୍ୟା, ସେଇ ସଂଖ୍ୟା ଦୁଇଟା ସମାନ ହେଲେ, ତାହେଲେ ଆଧାର ସମାନ ହେଇଗଲା, ବିୟୋଗ ହେଇଯିବ x⁴2, ସର୍ବଦା ସତ୍ୟ ପିଲାମାନେ। ଏଇଟା ଏବେ ଆଇ ବି କ'ଣ କହିଲା, ଦୁଇଟି ଘନ ସଂଖ୍ୟାର ଗୁଣଫଳ ଏକ ଘନ ସଂଖ୍ୟା ଅଟେ। ଠିକ୍ କଥା, ସର୍ବଦା ସତ୍ୟ। କେମିତି ହେଉଛି ନା, ଧର ଗୋଟିଏ ଘନ ସଂଖ୍ୟା a⁴3, ଆଉ ଗୋଟେ ଘନ ସଂଖ୍ୟା ହେଉଛି b⁴3, ସେମାନଙ୍କର ଗୁଣଫଳ ସର୍ବଦା ଏକ ଘନ ସଂଖ୍ୟା ହେବ ab⁴3। ମୁଁ ତୁମକୁ କନସେପ୍ଟ ପଢ଼ାଇଲା ବେଳେ କହିଥିଲି ଯେ ଯଦି ଘାତାଙ୍କ ସମାନ ଅଛି ତାହେଲେ ଏଇଟା ଗୁଣନ ହେଇପାରିବେ। ମୁଁ ତୁମକୁ କନସେପ୍ଟ ପଢ଼ାଇଲା ବେଳେ କହିଥିଲି, ସେ କନସେପ୍ଟ ଭିଡ଼ିଓଟା ଆଇ ବଟନ୍ ଅଛି, ଯାଇକି ଦେଖିପାରିବେ ପିଲାମାନେ। ଏବେ ଭିରେ କ'ଣ କହିଲା, Q⁴48 ସଂଖ୍ୟାଟି ଉଭୟ ଚତୁର୍ଥ ଘାତାଙ୍କ ଓ ଷଷ୍ଠ ଘାତାଙ୍କ ଅଟେ। Q⁴48
ସଂଖ୍ୟାଟି ଉଭୟ ଚତୁର୍ଥ ଘାତାଙ୍କ ଓ ଷଷ୍ଠ ଘାତାଙ୍କ ଅଟେ। করতে চেষ্টা କରିବା। 48টা ଆମକୁ ଫାଷ୍ଟ দেখতে ପଡ଼ିବ 48ଟା 4 ଆଉ 6 ଦ୍ୱାରା ବିଭାଜ୍ୟ କି ନୁହେଁ। ଯଦି ହଁ ତାହେଲେ এটা ସର୍ବଦା ସତ୍ୟ। এটা ସର୍ବଦା ସତ୍ୟ ହେବ କାରଣ এটা 48ଟା ହୁଏ। ତ ମୁଁ ଦେଖେଇଦେବି ପରେ ସର୍ବଦା ଆগে ଲେଖିଦିଏ ସର୍ବଦା ସତ୍ୟ। କେମିତି ହେଉଛି ନା କ୍ୟୁର ପାୱାର 48କୁ ଆମେ କ୍ୟୁର ପାୱାର 12ର ପାୱାର 4 ଲେଖିପାରିବା। 12 × 48 ତାହେଲେ এটা ଚତୁର୍ଥ ଘାତ ହେଲା। ସେମିତି କ୍ୟୁର ପାୱାର 48କୁ 6 ଦ୍ୱାରା ଏଟାକୁ ହରଣ କରିଦିଅ। 12 କେଉଁଠୁ ଆଣିଲି ଚତୁର୍ଥ ଘାତ କହିଛି କ୍ୱେଶ୍ଚନରେ ତ 4 ହରଣ 48 କରିଦେଲି 12 ଆସିଗଲା। ସେମିତି 6 କରିଦିଅ ହରଣ କରିଦିଅ କେତେ ଆସିବ 848। ତ କ୍ୟୁର ପାୱାର 8ର ପାୱାର 6 ଆମର କହିଥିଲା ଷଷ୍ଠ ଆଉ ଚତୁର୍ଥ ଘାତ ସାଟିସ୍ଫାଇ କଲା ତାହେଲେ ସର୍ବଦା ସତ୍ୟ। ତାପରେ 5 ନମ୍ବର କ୍ୱେଶ୍ଚନ୍ ପିଲାମାନେ କ'ଣ କହିଲା ନିମ୍ନ ରାଶିଗୁଡ଼ିକୁ ସରଳ କର ଓ ଘାତାଙ୍କ ରୂପେ ଲେଖ। ଏଟାକୁ ସଲ୍ଭ କରିବା ନାହିଁ ଆମକୁ ଘାତାଙ୍କ ରୂପେ ଲେଖିବାର ଅଛି। ତାହେଲେ ଏଇଟା ବିଲକୁଲ ସାଧା। ଆମେ କନସେପ୍ଟ ଯଦି ପିଲାମାନେ ଦେଖିଛ ତାହେଲେ ଏଇଟା ଟିକେ ବି ପ୍ରୋବ୍ଲେମ୍ ଆସିବନି ତୁମମାନଙ୍କୁ ଯଦି ମୋ କନସେପ୍ଟ ଭିଡ଼ିଓଟି ଦେଖିଛ। এটা କ'ଣ କହିଲା 10ର ପାୱାର 2 10ର ପାୱାର -5 କେତେ ହେବ ଗୁଣନ ଅଛି ମାନେ ଯୋଗ ହେବ 10ର ପାୱାର 2 ପ୍ଲସ୍ -5 ତାହେଲେ 10ର ପାୱାର କେତେ ହେଇଯିବ -3। ଏତିକି ହିଁ ରଖିବା କାରଣ ସେ କହିଛି ଘାତାଙ୍କ ରୂପେ ଲେଖ। ଯଦି ଆମକୁ ସମାଧାନ କହିଥାନ୍ତା ତାହେଲେ ଆକୁ ଆମେ 1/10ର ପାୱାର 3 ବା 1 କେତେ ହେଇପାରିବ 1/10ର ପାୱାର 3 ବା 1 କେତେ 1000 କିନ୍ତୁ ଏଟା ଲେଖିବା ଦରକାର ନାହିଁ ପିଲାମାନେ। ଏଟା ଜଷ୍ଟ ମୁଁ ତୁମକୁ ଦେଖେଇଦେଲି ଏତିକି ରଖିବ କାରଣ ସେ କ୍ୱେଶ୍ଚନରେ କହିଛି ନା। ଏବେ କରିବା 2i କହିଲା 5ର ପାୱାର 7 ହରଣ ଏଟା ଲେଖିବନି ପିଲାମାନେ ଖାଲି ମୁଁ ଦେଖେଇବା ନାହିଁ କରିଛି ତୁମକୁ। 5ର ପାୱାର 7 ହରଣ 5ର ପାୱାର 4 ହରଣ ଅଛି ମାନେ କ'ଣ ହେବ କହିଥିଲେ ହରଣ ଥିଲେ ବିୟୋଗ ହେବ 5ର ପାୱାର 7 -4 5ର ପାୱାର 7ରୁ 4 ଗଲେ କେତେ 3 5ର ପାୱାର 3 ଏମିତି ରଖିବ ନହେଲେ କରିଦେବ 5 5 25 50 125 କରିଯିବନି ଏତିକି ହିଁ ରଖିବ କାରଣ ଘାତାଙ୍କ ରୂପେ କହିଛି। 9ର ପାୱାର -7 ହରଣ 9ର ପାୱାର 4 ହରଣ ଅଛି 9ର ପାୱାର -7କୁ -7 ରହିଲା ବିଯୁକ୍ତ 4 ତାହେଲେ 9ର ପାୱାର 7 8 9 10 11 -11। ତାପରେ ଆଇଭି କରିବା। ଆଇଭି କ'ଣ କହିଲା 13ର ପାୱାର -2 ର ପାୱାର -3 ପିଲାମାନେ କନସେପ୍ଟ ଯେତେବେଳେ ପଢ଼େଇଥିଲି ମୁଁ ତୁମକୁ ଏଇଟା କହିଥିଲି ଯେତେବେଳେ ପାୱାର ଥିବ ତାହେଲେ ଗୁଣନ ହେଇଯିବ। ଆଉ ଏଠି ଦେଖ ମାଇନସ୍ ଗୁଣ ହେଉଛି ପ୍ଲସ୍ ହେଇଯିବ 13ର ପାୱାର -2 ଗୁଣନ -3 ତାହେଲେ କେତେ ହେଇଯିବ 13ର ପାୱାର 3 2 6 ମାଇନସ୍ ପ୍ଲସ୍ 13ର ପାୱାର 6। ଏମିତି ବିଟା କରିବା mର ପାୱାର 5 nର ପାୱାର 12 ଇଣ୍ଟୁ mnର ପାୱାର 9 ଇକ୍ୱାଲ୍ ଟୁ କେତେ ହେବ ସଲ୍ଭ କରିବା। ଦେଖ କିଛି ନାହିଁ এটা nର ପାୱାର 9 ଅଛି ମାନେ mର ପାୱାର 9 ଆଉ nର ପାୱାର 9 ଅଛି ବନ୍ଧନ ଦେଇକି ଲେଖିଛି ନା ତାହେଲେ rର ପାୱାର 9 rର ପାୱାର 9 ତାହେଲେ ଏଟାକୁ ଯେମିତି କରିଥିଲା ସେୟା ଲେଖିବା mର ପାୱାର 5 nର ପାୱାର 12 ଇଣ୍ଟୁ এটা ସବୁ ଇଣ୍ଟୁର ଅଛି ହେଲା mର ପାୱାର 9 mର ପାୱାର 9 ଇଣ୍ଟୁ nର ପାୱାର 9 rର ବି 9 rର ବି 9 ଏବେ m ପାଖକୁ m ଆଣିବା n ପାଖକୁ n ନେବା ତାହେଲେ mର ପାୱାର 5 mର ପାୱାର 5 ଆଉ mର ପାୱାର 9 ପାଖକୁ ଲେଖିଲି nର ପାୱାର 12 ଆଉ nର ପାୱାର 9 ପାଖକୁ ଲେଖିଲି। ଏବେ ଏଇ ଦୁଇଟାକୁ କିଛି ନାହିଁ ମାନେ କ'ଣ ଅଛି mର ପାୱାର 5 ଆଉ କିଛି ନାହିଁ ବା ଡଟ୍ ଅଛି ତାହେଲେ mର ପାୱାର 9 ମାନେ କ'ଣ mର ପାୱାର 5 ଗୁଣନ mର ପାୱାର 9 ଅଛି ଆକ୍ଚୁଆଲି ତାହେଲେ mର ପାୱାର ଗୁଣନ ଥିଲେ ଯୋଗ ହେଇଯିବ କହିଥିଲି 9 5 କେତେ ହେଇଯିବ 14 ତାହେଲେ ଏଇଟା ଆମେ ସେମିତି ଲେଖିବା କେତେ ହେବ ନା mର ପାୱାର 5 ପ୍ଲସ୍ 9 ପୁଣି ଥରେ ଗୁଣନ ଅଛି କିଛି ଲେଖୁନେ nର ପାୱାର 12 ପ୍ଲସ୍ 9 ଏଇଟା ସବୁ ମୁଁ କନସେପ୍ଟ ଭିଡ଼ିଓରେ ପିଲାମାନେ କହିଛି କେଇଟି ଗୁଣନ ଚିହ୍ନ ନାହିଁ ଅଛି ସବୁ କହିଛି। ତ mର ପାୱାର 14 nର ପାୱାର 21 ଠିକ୍ ହେଲା ଆନ୍ସର୍ ଏତିକି। ତାପରେ ଏବେ ନେକ୍ସଟ କ୍ୱେଶ୍ଚନକୁ ଯିବା 6 ନମ୍ବର କ୍ୱେଶ୍ଚନ ପିଲାମାନେ କ'ଣ କହିଲା ଯଦି 6ର 12ର ସ୍କୋୟାର 144 ହୁଏ ତେବେ ମାନଗୁଡ଼ିକ ଲେଖ। ପିଲାମାନେ ଏଠି ଆଇରେ କ'ଣ କହିଲା ଆଇରେ କହିଲା 12 ନାହିଁ 1.2ର ପାୱାର 2 ଠିକ୍ ଅଛି। ଏଇଟା କେମିତି କରିବା ପିଲାମାନେ ଏଇଟା ଯଦି ଏତିକି କହିଦେଲା ତାହେଲେ ସେଇ 12 ଅଛି ଦଶମିକ ଛାଡ଼ିଦିଅ ସେଇ 144 ହେଲା
144 आउ दिस्तान देख स्क्वायर स्क्वायर कर दिस्तान सब 2 जो 3 कर 3 स्थान 3 3 6 स्थान ताहले एठी दिस्तान आसीबो एटा गुटे स्थान थिला 2 स्थान आसीबो ताने एतिकी हो आंसर केमती हो मु देखै दोछ पिला माने नने कंफ्यूज हो जिवो तो 1.2 रो स्क्वायर अछि 1.2 का हमें कौन लिख पारिया 12/10 लिख पारिया कि नहीं 12/10 रो स्क्वायर 12 रो स्क्वायर केते 144 क्वेश्चन कहि देछि नने 12 × 12 कर दबो 144 ही बारी होला 144 तळे 10 × 10 केते 100 ताने 144/100 केते आंसर केते जदि आम दशमिक लिख 1.44 दुटा शून्य मैंने स्थान ये आसो ये अच्छे दशमिक ताहले 1.44 आसला मुहर मुहर केमती कर ना 12 1.2 माने 12 जदि स्क्वायर आम पाखे अलरेडी देसी ताहले दिस्तान माँ को आसो टुआई करवा एमती हम 0.12 रो स्क्वायर मुहर मुहर आंसर हम ये 2 अच्छी माने 4 स्थान आसो ये गोटे थिला 2 स्थान होता 2 अच्छी 4 स्थान 4 स्थान आसो 3 थे 6 स्थान आसो बुझल ताहले ये 2 स्थान अच्छी माने 2 स्थान अच्छी माने 4 स्थान आसो 4 स्थान 1 4 4 आम 3 स्थान ही आसपार ताहले गोटे शून्य बसैक ये दशमिक आने तो 0.0144 केमती है पिला माने देखे दूची यदि 0.12 को रो स्क्वायर को आम लिखा के लिखा ना 12 दशमिक एटा केते हो 100 हो ना 2 स्थान अच्छी माने 100 हो रो स्क्वायर ताहले 12 टा 144 एटा 100 टा 2टा शून्य थिला आउ 2टा शून्य बसिला माने 1 2 3 4 100 गुणन 100 केते एति सेटा मु लिखिनी ताहले एटा 3 स्थान अच्छी एटा 4टा शून्य अच्छी ताहले दशमिक केमते लिखिबा ना 0.0144 3 1 2 3 4 स्थान आसला माँ को ताहले एटा मुहर केमती करली देखिल पिला माने किछि नाही जदि 2 स्थान अछि ताने 4 स्थान आसीबो 3 स्थान आसीने 6 स्थान आसीबो ता पर क्वेश्चन देख 3 स्थान थिबो 0.012 मूल संख्या 12 ता आगर पछरे हम 0 लगे कि दशमिक लगे खेलुचे एबे से 144 लिख देबा पिला माने भूल गला टिके दूरिया को लिखिया कारण एटा केते 3 स्थान अछि माने 6 स्थान आसीबो 144 एटा 3टा स्थान गला आहुरी 3टा स्थान हमकु 3टा शून्य बसैते पड़िबो ताहले देखो 6 स्थान आसला 1 2 3 4 5 6 6 स्थान आसला जदि देखते चाहो पिला माने एटा देखो केमती होची केते कहला 0.012 रो पावर 2 ताहले 12 जदि कहिया 12 बाय केते हिजबो 3टा शून्य 3 स्थान अछि 3टा शून्य तो स्क्वायर ताहले 144 बाय 3 3 6टा शून्य 1 2 3 1 2 3 स्क्वायर बेले शून्य केते हिजबो 6टा शून्य हिजबो ताहले एठी 1 2 3 4 5 6 स्थान छाड़ी बसेबा माने 144 0 0 0 1 2 3 4 5 6 ठीक अछि एटा आछे हमर आंसर देखिए तो पिला मोहर मोहर एटा करियो एटा नने गुणिबा हरिया दरकार नहीं गोटे स्थान अच्छी स्क्वायर पर 2 स्थान हो 2 स्थान अच्छी 4 स्थान हो 3 स्थान अच्छी 6 स्थान गला अब अच्छी आईबी अच्छी आईबी कहला 12 से 12 एथर आग पटे गोटे शून्य बसई रो स्क्वायर एटा भी सर 144 आ गोटे शून्य ये आम ता बदल 2टा शून्य बसवा ठीक अच्छे किसी ना जदि तुम 120 गुण 120 कर से ही आसबनी कि सब देखिए स्क्वायर करचे शून्य गोटे अच्छी देख मुझे 2टा बसैली ये 2टा थी 4टा बसैली 3टा थी 6टा बसैली गोटे थी 2टा सब बेले ये 2टा ये हम गुणन हो 6 नंबर एवं पिला माने सरीगला भिडियोटी बहुत लेंथी होउची जदि मु सब गुड़ा क्वेश्चन मुझे कंप्लीट कंटिन्यू करी ताहले गोटे काम करिया पिला माने नेक्स्ट पार्ट रे मु अन्य बाकी जति रहिला सब मु कंप्लीट करे देबी आउ जदि पिला माने भिडियोटी बुझी पारछो आ भल लागुची लाइक शेयर सब्सक्राइब करो आउ जदि ए विषय कॉन्सेप्ट मध्ये जानिया को चाहछो कॉन्सेप्ट पई ऑलरेडी अलगा वीडियो गोटे बनै कि मु पोस्ट करची ताको जाई पिला माने देखि परिबो।